ମନ ଦେଇ ଶୁଣ କୋବିଦେ ନୃପସୁତା ସୁକେଶୀ କୂଳରେ ବକୁଳ ମୂଳରେ ପୀଠ ଉପରେ ବସି ସରସୀ ଭିତରେ ଅନାଇ ମନ ନେତ୍ର ଲୋଭିତ ତଟ ଘଟନା ବିଦ୍ରୁମରେ ପକ୍ଷୀ ପନ୍ତି ବିମ୍ବିତା। ରାଗ ରାମକେରି ଏବଂ ଦୁଇ ପାଦରେ ଏକ ପଦ, ପ୍ରତି ପାଦର ଅକ୍ଷର ସଂଖ୍ୟା 16 ଏବଂ ପ୍ରତି ପାଦର ନବମ ଏବଂ ଏକାଦଶ ତଥା ଶେଷ ଅକ୍ଷର ପରେ ଯତିପାତ ହୋଇଥାଏ। ଉପେନ୍ଦ୍ର ସାହିତ୍ୟ ଲାବଣ୍ୟବତୀ ଏବଂ ଏହାର ଷଷ୍ଠ ଛାନ୍ଦର ଆଦ୍ୟପଦ ଆଲୋଚନାର ବିଚାର୍ଯ୍ୟ। ଜୀବନବାଦୀ କବି ଉପେନ୍ଦ୍ର ଦେହ ଏବଂ ପ୍ରେମ ତାଙ୍କର ଲକ୍ଷ୍ୟ। ଆହୁରି ମଧ୍ୟ ଦେହ ମଧ୍ୟ ଦେଇ ସେ ପ୍ରେମର ମହତ୍ତ୍ୱକୁ ବଖାଣ କରିଛନ୍ତି। କାବ୍ୟରେ କାବ୍ୟରେ ସେ ଉଡ଼ାଇଛନ୍ତି ପ୍ରେମର ଜୈତ୍ର କେତନ ଏବଂ ସେ ହୋଇଛନ୍ତି ଯୌବନ ଦେବତାର ମୁଗ୍ଧ ଉପାସକ। କବିଙ୍କର କାଳ୍ପନିକ କାବ୍ୟ ଲାବଣ୍ୟବତୀର ଷଷ୍ଠ ଛାନ୍ଦ, ଯେଉଁଥିରେ ସରୋବରର ସୁନ୍ଦର ବର୍ଣ୍ଣନା ରହିଛି, ଉପବନର ସୁନ୍ଦର ବର୍ଣ୍ଣନା ରହିଛି, ଦେହ ଏବଂ ଦେହଳିର ଅସୁମାରୀ ବର୍ଣ୍ଣନା, ସୌନ୍ଦର୍ଯ୍ୟ ବର୍ଣ୍ଣନା, କୁହାଯାଇଛି ମନ ଦେଇ ଶୁଣ କୋବିଦେ ନୃପସୁତା ସୁକେଶୀ କୂଳରେ ବକୁଳ ମୂଳରେ ପୀଠ ଉପରେ ବସି ସରସୀ ଶୋଭିତ ନାଇଁ ମନ ନେତ୍ର ଲୋଭିତ ତଟ ଘଟନା ବିଦ୍ରୁମରେ ପକ୍ଷୀ ପନ୍ତି ବିମ୍ବିତ। ରୀତିଯୁଗୀୟ କାବ୍ୟ ପରମ୍ପରାରେ ନାୟିକା ସଖୀମାନଙ୍କ ସହିତ ଉପବନ ବିହାର କରି ଜଳ କ୍ରୀଡ଼ା କରିବାର ବର୍ଣ୍ଣନା ବିଧି ରହିଛି। ଠିକ୍ ଏହି ମର୍ମରେ ରାଜଦୁଲାଳୀ ଲାବଣ୍ୟବତୀ ସଖୀମାନଙ୍କ ସହିତ ଉପବନ ବିହାର କରିସାରିବା ପରେ ଜଳରେ ସ୍ନାନ କରିବା ନିମିତ୍ତ ମଧ୍ୟ ଇଚ୍ଛା ପ୍ରକାଶ କରିଅଛି। ଆଉ ତାର ସ୍ନାନକାଳୀନ ଅଫୁରନ୍ତ ଦୃଶ୍ୟ, ଅବର୍ଣ୍ଣନୀୟ ଦୃଶ୍ୟ କବି କଲମରେ ଚିର ଚଞ୍ଚଳ ହୋଇ ଉଠିଛି, ଅପୂର୍ବ ଶୋଭାଶ୍ରୀ ଧାରଣ କରିଛି ଭଞ୍ଜ କବିଙ୍କ ଲେଖନୀ ମୁନରେ। ପୂର୍ଣ୍ଣ ଯୌବନ ଲାବଣ୍ୟବତୀ ତାର ଜଳକ୍ରୀଡ଼ା ଏବଂ ଜଳରେ ସ୍ନାନ କବି କଲମରେ ତ୍ୱରାନ୍ୱିତ ହୋଇ ଉଠିଛି, କାରଣ ସେ ପ୍ରେମର କବି, ସେ ସୌନ୍ଦର୍ଯ୍ୟର କବି, ଉପମା ଏବଂ ଅଳଙ୍କାରରେ ଶ୍ରେଷ୍ଠତ୍ୱ ଲାଭ କରିଥିବା ଜଣେ ଯଶସ୍ୱୀ କବି। ପ୍ରଥମରୁ କୁହାଯାଇଛି କୋବିଦେ ଅର୍ଥାତ୍ ପଣ୍ଡିତମାନେ, ବିଦଗ୍ଧ ଯେ କାବ୍ୟରସିକ, ନୃପସୁତା ଅର୍ଥାତ୍ ରାଜାଙ୍କ କନ୍ୟା ଲାବଣ୍ୟବତୀ, ସୁକେଶୀ ଉତ୍ତମ କେଶଯୁକ୍ତ ମହିଳା ଯିଏ ଲାବଣ୍ୟବତୀ, ବକୁଳ ଗଛ ଅର୍ଥାତ୍ ବଉଳ ଗଛ, ପୀଠରେ ଅର୍ଥାତ୍ ତଟରେ, ମଣ୍ଡପରେ। କବି ସମ୍ରାଟ ବିବୁଦ୍ଧ ପଣ୍ଡିତମାନଙ୍କୁ ସମ୍ବୋଧନ କରି କହୁଛନ୍ତି ଏହି ଷଷ୍ଠ ଛାନ୍ଦକୁ ଶୁଣିବା ନିମନ୍ତେ ଏବଂ ଏହାର ମାଧୁର୍ଯ୍ୟକୁ ଗ୍ରହଣ କରିବା ନିମନ୍ତେ। ରାଜନନ୍ଦିନୀ ଲାବଣ୍ୟବତୀ ସଖୀମାନଙ୍କ ଗହଣରେ ଉପବନ ଭ୍ରମଣ କରିସାରି ସରୋବର କୂଳରେ ଥିବା ବଉଳ ଗଛ ପୀଠରେ, ବଉଳ ଗଛ ଯେଉଁ କୁହାଯାଉଛି, ବଉଳ ଗଛ ମୂଳରେ ଥିବା ମଣ୍ଡପ ନିକଟରେ ଉପସ୍ଥିତ ହୋଇଛନ୍ତି, ଉପବେଶନ କରିଛନ୍ତି। ଉପବନ ମଧ୍ୟରେ ଥିବା ଏହି ରମଣୀୟ ପୁଷ୍କରିଣୀକୁ ଚାହିଁ ଲାବଣ୍ୟବତୀର ମନ ଏବଂ ନୟନ ମୁଗ୍ଧ ହୋଇଯାଇଛି ଏହି ସରୋବରର ଅପୂର୍ବ ଶୋଭାଶ୍ରୀରେ। ଯାହା କୁହାଯାଇଛି ସେହି ସରୋବରର ତଟଦେଶ ପୋହଳାରେ ନିର୍ମିତ ହୋଇଛି, ଯାହାକୁ କୁହାଯାଏ ଏକ ପ୍ରକାର ବୃକ୍ଷ ବିଶେଷ। ଆହୁରି ମଧ୍ୟ ସରୋବର ଜଳରେ ସନ୍ତରଣ କରୁଥିବା ଏହି ପକ୍ଷୀପନ୍ତୀଙ୍କର ଯେଉଁ ପ୍ରତିବିମ୍ବ, ତାହା ତଟସ୍ଥ ବା କୂଳରେ ଥିବା ପୋହଳାରେ ପ୍ରତିବିମ୍ବିତ ହେଉଛି, ଏହା ଦ୍ୱିତୀୟ ପଦରେ କୁହାଯାଇଛି। ଏବଂ ଲାବଣ୍ୟବତୀର ଷଷ୍ଠ ଛାନ୍ଦର ସପ୍ତମ ପଦରେ ଯଥାକ୍ରମେ କୁହାଯାଇଛି ଗଭୀର ଗୁଣକୁ ପଣ୍ଡିତ ଠାରୁ ଗୃହୀତ କରି ନର୍ତ୍ତକୀ ଠାବରୁ ଭଉଁରୀ ଶିକ୍ଷା ପରାଏ ହାରି। ଗଭୀର ଅର୍ଥାତ୍ ଶାନ୍ତ, ଗୃହୀତ କରି ଅର୍ଥାତ୍ ଗ୍ରହଣ କରି, ଭଉଁରୀ ଯାହାର ଅର୍ଥ ଘୂର୍ଣ୍ଣନ, ପୁଷ୍କରିଣୀ ବା ସରୋବର ଖୁବ୍ ଗଭୀର ହୋଇଥିବାରୁ ଅତ୍ୟନ୍ତ ଶାନ୍ତପ୍ରଦ ହୋଇଅଛି।
कवि कल्पना करिछंती एही पुष्करिणी पंडित मानक ठारू गभीरता एवं शांत स्वभाव को ग्रहण करिअछि तथा प्रशांत भाव को धारण करिअछि एवं नर्तकी मानक ठारू भौरी रूपक नृत्य को मध्य शिक्षा करिअछि। यथाक्रमे एहार अष्टम पद मध्य आहुरी रोमांचकर जहा कुहा जाइछि अमृत संगते होइछि मित मधुर गुणे विधुर स्नेह को विधुर करे शीतल पणे। कुहा जाइछि मित अर्थात मित्र बा बांधवी, विधुर जार अर्थ चंद्रर एवं विधुर अर्थ मध्य तुच्छ। एही सरोवर बा पुष्करिणीर जल अत्यंत मधुर, तेणु यह मधुरतारे सतेकी अमृत सहित मित्रता स्थापन करिछि। सेहीपरि एही सरोवरर जल शीतलतारे चंद्र को मध्य बळी जाइछि। यथाक्रमे लावण्यवतीर षष्ठ छंदर एकादश पदरे कुहा जाइछि सर शोभा देखु देखु से सरे मर्दन विधि बक्ष प्रमाणे जले जाई विजे लावण्य निधि। जहा कुहा जाइछि लावण्यवती स्नान पूर्वर सखी मानक द्वारा सुबासित तैଳରେ मर्दन हेबा एवं बक्ष प्रमाण अर्थात छातीए पानी रे विजे जार अर्थ प्रवेश करे एवं लावण्य निधि जार अर्थ से अपरूपा रूपसी षोड़शी लावण्यवती। कुहा जाइछि सरोवरर सौंदर्य देखु देखु अपरूपा सौंदर्यवती लावण्यवतीर माजणा बा तैलमर्दन विधि मध्य शेष हुए। आउ मध्य जल क्रीड़ा निमंते लावण्यवती जलरे पशि पुष्करिणी जलरे प्रवेश करी छातीए पानी रे छिड़ा हेला। आहुरी मध्य जल क्रीड़ा निमंते षोड़शी रूपसी लावण्यवती बक्षे प्रमाणे अर्थात छातीए पानी रे जाई छिड़ा हेला। एवं लावण्यवती काव्यर षष्ठ छंदर एकादश पद एकांत उपमा योग्य जहा कुहा जाइछि कवि विचारिला विचित्र हेला तुम्बी बुड़िला न बुड़ी शैल सलील ऊपर रे रहिला। कवि विचारिला अर्थात कवि चिंता कले, कवि मने कले, विचित्र हेला अथच आश्चर्य घटना घटिला। कुहा जाइछि तुम्बी जहा को आमे कहूचे लाउ तुम्बा अथच सौंदर्यवती नारीर कटिदेश बा पिचा को मध्य तुम्बी बोली कुहा जाए। कुहा जाइछि शैल जार अर्थ पर्वत एवं लावण्यवतीर कुचद्वय को मध्य एहा सह तुलना करा जाइछि। लावण्यवती सखी मानक गहन रे जल मध्य को प्रवेश कला एवं एभली दृश्य को आलंकारिक कवि उपेन्द्र अत्यंत उपमायुक्त भाव वर्णना करिछंती। कविंक विचार रे एक आश्चर्य घटना घटिला। हालुका होई लाउतुंबा जलरे बुड़ी गला अथच पर्वत एते ओजनिया होई मध्य जलर उपरी भागरे भासी रहिला बुड़िला नाही। एठारे एभली तर्कणा करा जाई पारे जे लावण्यवती जेतेबेले छातीए पानी रे जाई ठिया हेला ताहार पिचा जो कुहा जाउछि तार कटिदेश पानी रे बुड़ी रहिला जहा को आमे कहूचे लाउतुंबा सहित तुलनीय एवं तार अपूर्व कुचद्वय जहा कि पानीर उपरी भागरे रहिला एवं ताहा बुड़िला नाही। तेणु कवि कल्पना रे शैल बा पर्वत एते ओजनिया होई मध्य पानी रे न बुड़ी ताहा उपरे भासिला। चमत्कार उपमा भंज बीरबरंकर। पुनश्च कुहा जाइछि अपूर्व अंबुज मुख को चाहि भृंग चकोर चुंबी बालो भोरे धाइले श्रुति चाहि कातर। अपूर्व अर्थात जहा पूर्वरे नथिला अत्यंत सुंदर अत्यंत मनोरम। अंबुज जहार अर्थ पद्म एवं चंद्र मध्य कुहा जाइछि भाबी जहार अर्थ चिंता करी बा कल्पना करी। भृंग जहार अर्थ भ्रमर। पुनश्च कुहा जाइछि चकोर जहार अर्थ चंद्रिका पानकारी पक्षी। श्रुति अर्थात कान, श्रुति अर्थात पाश
ଏବଂ ଚମ୍ପା ଫୁଲ ମଧ୍ୟ କୁହାଯାଇଛି କାତର, ଯାହାର ଅର୍ଥ ବିଚଳିତ ଏବଂ ଦୁଃଖିତ। ଲାବଣ୍ୟବତୀର ଅପରୂପ ମୁଖର ସୌନ୍ଦର୍ଯ୍ୟର ଶୋଭାକୁ ଉପଲବ୍ଧି କରି ଭ୍ରମରମାନେ ବା ଭୃଙ୍ଗମାନେ ମନେ କଲେ ଏହା ହେଉଛି ପଦ୍ମପୁଷ୍ପ। ଅଥଚ ଚକୋର ପକ୍ଷୀ ମନେ କଲା ଏହା ନିଶ୍ଚିତ ଭାବରେ ଚନ୍ଦ୍ର, ଯେଉଁଥିରୁ ଚନ୍ଦ୍ରିକାକୁ ପାନ କରିହେବ। ଅଥଚ ଉଭୟ ଲାବଣ୍ୟବତୀର ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖମଣ୍ଡଳକୁ ଚୁମ୍ବନ କରିବା ପାଇଁ ଯଥା ଭୃଙ୍ଗ ଏବଂ ଚକୋର ଧାଇଁ ବସିଲେ। ମାତ୍ର ଶ୍ରୁତି ବା କର୍ଣ୍ଣକୁ ଭ୍ରମର ଚମ୍ପା ଫୁଲ ଏବଂ ଚକୋର ପାଶ ମନେ କରି କାତର ହୋଇ ପଡ଼ିଲେ। ପରବର୍ତ୍ତୀ 14 ପଦରେ ମଧ୍ୟ କୁହାଯାଇଛି କେଶ ଦରଶନେ ରଥାଙ୍ଗ ଧାଇଁ ଆହାର ବସେ, ବିଚ୍ଛେଦ ଭୟରୁ ପଳାଇ ଗଲେ ନ ରହି ପାଶେ। କୁହାଯାଇଛି କେଶ ଦରଶନେ, କେଶକୁ ଦେଖି, ରଥାଙ୍ଗ ଯାହାର ଅର୍ଥ ଚକ୍ରବାକ, ଆହାର ଯାହାର ଅର୍ଥ ଖାଦ୍ୟ ଏବଂ ବିଚ୍ଛେଦ ଯାହାର ଅର୍ଥ ପୃଥକ ହେବା, ଅଲଗା ହେବା। ଲାବଣ୍ୟବତୀର ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ନୀଳ କେଶରାଶିକୁ ଶୈବାଳ ମନେକରି ଚକ୍ରବାକ ଆହାର ଆଶାରେ ଧାଇଁ ଆସିଥିଲା। ମାତ୍ର ଲାବଣ୍ୟବତୀର କେଶର ରଙ୍ଗ କୃଷ୍ଣ, ଅଥଚ କଳା ଭ୍ରମରକୁ ଜିଣି ଯେଉଁ କୁହାଯାଉଛି ଅତ୍ୟନ୍ତ କଳା ରଙ୍ଗ, ଯାହାକୁ ରାତ୍ରି ମନେକରି ଚକ୍ରବାକ ଧାଇଁ ପଳାଇଗଲା। କାରଣ ରାତ୍ରି ହିଁ ତାର ବିଚ୍ଛେଦର କାରଣ, ତାର ପୃଥକ ହେବାର କାରଣ ଏହା କୁହାଯାଇଛି। ଏବଂ ଏହାର 15 ପଦରେ ଯଥାକ୍ରମେ କୁହାଯାଇଛି ନୟନ ଉଜ୍ଜ୍ୱଳ କଜ୍ଜ୍ୱଳ ଲାଞ୍ଜି ଅନାଇ ଦେଇ, ଗଭୀର ଜଳରେ ପଶିଲେ ମୀନ ଭୟକୁ ପାଇ। ଉଜ୍ଜ୍ୱଳ ଅର୍ଥାତ୍ ଦୀପ୍ତିମାନ, କଜ୍ଜ୍ୱଳ ଲାଞ୍ଜି ଆଖିର କଳାଗାର, ମୀନ ଯାହାର ଅର୍ଥ ମାଛ। ଲାବଣ୍ୟବତୀର ନୟନର କଜ୍ଜ୍ୱଳ ରେଖାକୁ ଦେଖି ମାଛମାନେ ବଡ଼ଶୀ ଭାବି ବା ବନିଶୀ କଣ୍ଟା ଭାବି ଭୟରେ ଗଭୀର ଜଳ ମଧ୍ୟକୁ ଚାଲିଗଲେ। ଲାବଣ୍ୟବତୀର ଷଷ୍ଠ ଛନ୍ଦର 16ତମ ପଦରେ ଯଥାକ୍ରମେ କୁହାଯାଇଛି ଭୁରୁ ନୟନ ଆନନକୁ ଚାହିଁ ଖଞ୍ଜନ ମାନେ, କୁରଙ୍ଗ ହେ ଆମ୍ଭେ ମଲାଉଁ ବୋଲି ଡାକିଲେ ସ୍ୱନେ। ଲାବଣ୍ୟବତୀର ନୟନକୁ ସର ଏବଂ ତାର ଭ୍ରୁଲତାକୁ ଧନୁ ସହିତ କବି ତୁଳନା କରିଛନ୍ତି। ତାର ନୟନର ସୌନ୍ଦର୍ଯ୍ୟ ଓ ଚଞ୍ଚଳତାକୁ ଦେଖି ଖଞ୍ଜନ ଯଥା କଜଳପାତି ଏବଂ ମୃଗ ଲଜ୍ଜା ପାଇଗଲେ। କବି କଳ୍ପନା କରିଛନ୍ତି ଖଞ୍ଜନମାନେ ମୃଗମାନଙ୍କୁ ସମ୍ବୋଧନ କରି କହୁଛନ୍ତି ଯେ ସୌନ୍ଦର୍ଯ୍ୟ ଓ ଚଞ୍ଚଳତା ପାଇଁ ସେମାନଙ୍କର ଯେଉଁ ଯଶ ଓ ଗୌରବ ଥିଲା ତାହା ଲୋପ ପାଇଗଲା। ବାସ୍ତବିକ କାଳର କଷଟି ପଥରରେ ଏବେ ବି ଉପେନ୍ଦ୍ରଭଞ୍ଜ ଚିର ଭାସ୍ୱର, ସେ ନିନ୍ଦାରୁ ଉର୍ଦ୍ଧ୍ୱରେ, ସେ ପ୍ରଶଂସାରୁ ମଧ୍ୟ ବହୁ ଉର୍ଦ୍ଧ୍ୱରେ, ସମାଲୋଚନାର ତୀକ୍ଷ୍ଣ ଅସିଧାରରେ ତାଙ୍କର କାବ୍ୟ ସୁନ୍ଦରୀକୁ, ତାଙ୍କର କାବ୍ୟ ନାୟିକାକୁ ଯେତେ ଛେଦନ କଲେ ମଧ୍ୟ ତଥାପି ତାହା ଜାଜୁଲ୍ୟମାନ, ଦୀପ୍ତିମନ୍ତ, ଭାସ୍ୱର। ସେ ରୂପର କବି, ସେ ଭାବର କବି ଏବଂ ସୌନ୍ଦର୍ଯ୍ୟ ପିପାସୁ କବି ଭାବରେ ସେ ବିଶ୍ୱବନ୍ଦିତ, ଏଥିରେ ସନ୍ଦେହ ନାହିଁ। ବନ୍ଦେ ଉତ୍କଳ ଜନନୀ।